ଦେଖନ୍ତୁ ରାଜ୍ୟ ସରକାର ଯେଉଁ 2300 ଟଙ୍କା ଧାନ ରେଟ୍ ରଖିଛନ୍ତି ଏବଂ ଇନପୁଟ୍ ଯେଉଁ 800 ଟଙ୍କା ରଖିଛନ୍ତି ପ୍ରତ୍ୟେକ ମଣ୍ଡିରେ ଆପଣ ଯାଆନ୍ତୁ, ଆପଣ ନିଜେ ଅନୁଧ୍ୟାନ କରନ୍ତୁ। ପ୍ରତ୍ୟେକ ମଣ୍ଡିରେ ଆମର କଟନୀ ଚଟନୀ ଚାଲିଛି। 10ରୁ 15 କିଲୋ ଆମର କୁଇଣ୍ଟାଲ ପିଛା କଟାଯାଉଛି। ମୁଁ ମଧ୍ୟ ଆମର 3-4ଟା ମଣ୍ଡି ଯାଇଥିଲି ଏବଂ ଗୋଟେ ମଣ୍ଡିରେ ମୁଁ ଅନଶନରେ ମଧ୍ୟ ବସିଥିଲି। ଆପଣମାନେ ଦେଖିଥିବେ ଟିଭି ମିଡ଼ିଆରେ। ଏ ଯେଉଁ ରାଜ୍ୟ ସରକାର ଯେଉଁ ବାସ୍ପଟ ନେଉଛନ୍ତି ଏ ଲୋକଙ୍କର ଚାଷୀ କେବେ ଉପକୃତ ହେବେ ନାହିଁ। କାହିଁକିନା ଆପଣମାନେ ଦେଖୁଥିବେ ଚାଷୀ ଉନ୍ନତି ହେଲେ ହିଁ ଦେଶ ଉନ୍ନତି ହେବ। କିନ୍ତୁ ଏବେ ପର୍ଯ୍ୟନ୍ତ ମାଣ୍ଡିର ଧାନ ଉଠାଇ ପାରୁନାହାନ୍ତି। ଏବେ ପର୍ଯ୍ୟନ୍ତ ପ୍ରତ୍ୟେକ ମାଣ୍ଡିରେ ମୁଁ ଆଜି ଆସୁଥିଲି ଆମର ରାୟଗଡ଼ା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା କଡ଼ରେ ହଜାର ହଜାର କୁଇଣ୍ଟାଲ ଆମର ଧାନ ପଡ଼ି ରହିଛି। ଏପର୍ଯ୍ୟନ୍ତ ମଣ୍ଡି ଉଠାଇ ପାରୁନାହାନ୍ତି ରାଜ୍ୟ ସରକାର। ତେଣୁ ମୁଁ ତାଙ୍କୁ ଅନୁରୋଧ କରୁଛି ରାଜ୍ୟ ସରକାରଙ୍କୁ ତାଙ୍କୁ ତୁରନ୍ତ ଆମର ଚାଷୀମାନଙ୍କର ଧାନ ଉଠାଯାଉ। ଯେଉଁ ଅଦିନିଆ ବର୍ଷାରେ ଯେଉଁ ବିଝି ଯାଇଛି ସବୁ ଆମର ଧାନ ଉଠାଇବା ପାଇଁ ଆମେ ଅନୁରୋଧ କରୁଛୁ। ଏବଂ ଯେତେବେଳେ FAQ ମାନ ନିର୍ଦ୍ଧାରଣ କଲେ ଯେତେବେଳେ ବିହନ ଦେଉଛନ୍ତି ସେତେବେଳେ ତ FAQ ମାନର ବିହନ ଦେଉନାହାନ୍ତି। ତେଣୁ ଆମେ ଅନୁରୋଧ କରୁଛୁ ଏ ସବୁ ଯେତିକି ଅଦିନିଆ ବର୍ଷାରେ ଯେଉଁ ବିଝି ଯାଇଛି ସବୁ ଧାନ ଉଠାଇବା ପାଇଁ ସରକାରଙ୍କୁ ଅନୁରୋଧ କରୁଛୁ। 22 सालों से हजारों माता पिता क्यों मानते हैं कि कृष्णा विकास का कोई विकल्प नहीं। कृष्णा विकास होलिस्टिक एजुकेशन प्रदान करता है जिससे बच्चे की नींव मजबूत होती है। कृष्णा विकास ग्रुप ऑफ इंस्टीट्यूशंस।